ପାରାଦୀପରେ ସମୁଦ୍ରରେ ଭାସୁଛି କଳା ରଙ୍ଗର ତୈଳାକ୍ତ ପଦାର୍ଥ ଷଣ୍ଢକୁଦ ଠାରୁ ସାଉଥ ଗେଟ୍ ପର୍ଯ୍ୟନ୍ତ ଏକ ପ୍ରକାର ତୈଳାକ୍ତ ପଦାର୍ଥ ସମୁଦ୍ର ପାଣିରେ ଭାସୁଛି ଏବଂ ବେଳାଭୂମିରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ କୌଣସି ଏକ କାରଖାନାରୁ ନିର୍ଗତ ବର୍ଜ୍ୟ ପଦାର୍ଥ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଅଭିଯୋଗ କରୁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପାରାଦୀପ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରୁ ପରିବେଶ ଯନ୍ତ୍ରୀମାନେ ପହଞ୍ଚି ଘଟଣାସ୍ଥଳରୁ ଜଳ ନମୁନା ସଂଗ୍ରହ କରିଛନ୍ତି। ପରୀକ୍ଷା ପରେ ତୈଳାକ୍ତ ପଦାର୍ଥଟି କ'ଣ ବା କେଉଁ ଧରଣର ବୋଲି ଜଣାପଡ଼ିବ ବୋଲି ପରିବେଶ ଯନ୍ତ୍ରୀ କହିଛନ୍ତି। ଷଣ୍ଢକୁଦ ପାଖରେ ସମୁଦ୍ର କୂଳରେ କିଛି ତେଲ ଭାସମାନ ହୋଇକି ରହୁଛି ଆଉ ସେଇଥିପାଇଁ ଗୋଟେ କମ୍ପ୍ଲେନ୍ ଆସିଥିଲା। ସେଥିପାଇଁ ଆଞ୍ଚଳିକ ଅଧିକାରୀ ମୋତେ ଏଠି ପଠାଇଥିଲେ। ଆମ ସାଇଟ୍ ଭେରିଫିକେସନ୍ କରିଛି ଆଉ ଗୋଟେ ୱାଟର ସାମ୍ପଲ୍ ବି କଲେକ୍ସନ୍ କରିଦେଇଛି। ତାକୁ ଆମେ ଲେବୋରେଟୋରୀରେ ଭେରିଫାଏ କରିଦେବୁ କ'ଣ ଯଦି ଅଛି କିଛି। ଏଇଟା ଆମର 2 ରୁ 3 ଦିନ ଭିତରେ ରେଜଲ୍ଟଟା ବାହାରିଯିବ। देखु यहाँ सब षण्ढकुदी एमती देखा